ଓ ନମୋ ଭଗବତେ ବାସୁଦେବାୟ। ଆଜିର ସେହି ଆଧ୍ୟାତ୍ମିକ ଯାତ୍ରାରେ ପୁଣି ସମସ୍ତଙ୍କୁ ସ୍ୱାଗତ। ଆମେ ପୁଣି ଫେରି ଆସିଛୁ ଅତିବଡ଼ି ଜଗନ୍ନାଥ ଦାସଙ୍କର ଓଡ଼ିଆ ଭାଗବତର ଗଭୀରତାକୁ। ଆଜି ଆମେ ସପ୍ତଦଶ ଅଧ୍ୟାୟର ଶେଷ ଭାଗକୁ ଯିବା। ଠିକ୍। ଯୋଉଠି ରାଜା ପରୀକ୍ଷିତ ଆଉ କଳିପୁରୁଷ ଭିତରେ ଯୋଉ କଥାବାର୍ତ୍ତା ଚାଲିଛି ସେଇଟା ବଡ଼ ରୋଚକ ମୋଡ଼ ନେଉଛି। ହଁ, ଗତଥର ଆମେ ଦେଖିଥିଲେ ଯେ କେମିତି ରାଜା ପରୀକ୍ଷିତ ଗାଈ ଆଉ ବଳଦ ରୂପୀ ଧରିତ୍ରୀ ଆଉ ଧର୍ମଙ୍କୁ କଷ୍ଟ ଦେଉଥିବା କଳିକୁ ଦଣ୍ଡ ଦେବାକୁ ଗଲେ। ଆଉ କଳି ପୁରା ଡରିଯାଇ ରାଜାଙ୍କ ପାଦ ତଳେ ପଡ଼ିଗଲା। ଶରଣାପନ୍ନ ହେଲା। ଏକଦମ। ତ ଆଜି ଆମେ ଦେଖିବା ସେଇ ଶରଣାଗତ କଳି ସାଙ୍ଗରେ ରାଜା କେମିତି କଥା ହେଉଛନ୍ତି। ତାଙ୍କର ଯୋଉ ଆଭିମୁଖ୍ୟ ବହୁତ କଠୋର, କିନ୍ତୁ ସେଥିରେ ବି ଧର୍ମ ଅଛି। ଏହାର ଯୋଉ ଗଭୀର କଥା ସବୁ ଅଛି ସେଇଟା ଭଲକି ବୁଝିବା ପାଇଁ ପୁରା ଆଲୋଚନାଟା ଶୁଣିବା ଦରକାର। ଆଉ ହଁ, ଯଦି ଏମିତି ଆଧ୍ୟାତ୍ମିକ ଜ୍ଞାନ ଆଉ ଆଲୋଚନା ନିୟମିତ ଭାବେ ପାଇବାକୁ ଚାହାନ୍ତି, ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ଭୁଲିବେ ନାହିଁ। ତେବେ ଚାଲନ୍ତୁ ଆରମ୍ଭ କରିବା ରାଜା ପରୀକ୍ଷିତଙ୍କର ସେହି ବଜ୍ର କଠୋର କଥା। ହଁ, ତ ରାଜା ଦେଖୁଛନ୍ତି କଳି ପୁରା ଭୟରେ ଥରୁଛି, ପାଦ ତଳେ ପଡ଼ିଛି, ହାତ ଯୋଡ଼ିଛି। ଏମିତିରେ ତ କ୍ଷତ୍ରିୟ ଧର୍ମ ହେଲା ଶରଣାଗତକୁ ରକ୍ଷା କରିବା। କିନ୍ତୁ ପରୀକ୍ଷିତ କ'ଣ କରୁଛନ୍ତି ଶୁଣନ୍ତୁ। ମଧୁର ସ୍ୱରରେ ପଦପାଠ। ତୁ ଯେ ଅଞ୍ଜଳି ଶିରେ ଧରି, ପାଦେ ପଡ଼ିଲୁ ଭୟ କରି, ଅର୍ଜୁନ ବଂଶେ ଜାତ ଯାର, ତାହାକୁ ଭୟ ନାହିଁ ତୋର, ଅଧର୍ମ ବନ୍ଧୁ ତୁ ସ୍ୱଭାବେ, ମୋର ବଚନ ଶୁଣ ଏବେ, ମୋହର କ୍ଷେତ୍ରେ ନ ପଶିବୁ, ଯେବେ ତୁ ଜୀବନେ ବଞ୍ଚିବୁ। ଦେଖନ୍ତୁ, ପ୍ରଥମେ ରାଜା ନିଜ କ୍ଷତ୍ରିୟ ଧର୍ମ କଥା କହୁଛନ୍ତି। ତୁ ମୋ ପାଦ ତଳେ ପଡ଼ିଛୁ, ହାତ ଯୋଡ଼ିଛୁ, ଭୟ କରୁଛୁ, ଆଉ ମୁଁ ହେଲି ଅର୍ଜୁନଙ୍କ ବଂଶର। ଆମ ବଂଶରେ ଜନ୍ମ ହୋଇଥିବା ଲୋକ ଶରଣାଗତକୁ ଅଭୟ ଦିଅନ୍ତି। ତେଣୁ ସେଇ ହିସାବରେ ତୋର ମୋତେ ଭୟ କରିବାର କିଛି ନାହିଁ। ଏମିତି କହିକି ଟିକେ ଯେମିତି ଆଶ୍ୱାସନା ଦେଲା ଭଳି ଲାଗୁଛି ନା? ହଁ, ପ୍ରଥମେ ତ ସେମିତି ଲାଗୁଛି, କିନ୍ତୁ ଠିକ୍ ତା ପର ଲାଇନରେ ଦେଖନ୍ତୁ, ଅଧର୍ମ ବନ୍ଧୁ ତୁ ସ୍ୱଭାବେ। ଏଇ ଯୋଉ ଶବ୍ଦଟା ବ୍ୟବହାର କଲେ, ଏଇଟା ପୁରା ବଦଳାଇ ଦେଲା କଥାଟାକୁ। ଅଧର୍ମ ବନ୍ଧୁ, ଏହାର ମାନେ କ'ଣ? କେବଳ ଯେ ସେ ଅଧର୍ମ କରୁଛି ସେତିକି, ନା ଆଉ କିଛି? ନାହିଁ, ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ। ଅଧର୍ମ କରିବା ଗୋଟେ କଥା, କିନ୍ତୁ ଅଧର୍ମ ବନ୍ଧୁ ହେବା ମାନେ ହେଲା ତାର ସ୍ୱଭାବ, ତାର ପ୍ରକୃତି ହିଁ ହେଉଛି ଅଧର୍ମ ସହିତ ମିଶିବା, ଅଧର୍ମକୁ ଭଲ ପାଇବା। ଓହୋ, ତାମାନେ ରାଜା ଖାଲି ତାର ବର୍ତ୍ତମାନର କାମକୁ ଦେଖୁନାହାନ୍ତି। ନା ନା, ଖାଲି କାମକୁ ନୁହେଁ, କି ଖାଲି ସେ ଯେ ଶରଣ ପଶିଛି ସେଇଟାକୁ ବି ନୁହେଁ, ସେ ତାର ମୂଳ ଚରିତ୍ରକୁ ଦେଖୁଛନ୍ତି। ମୂଳ ସ୍ୱଭାବକୁ। ଏକଦମ। ସେ କହୁଛନ୍ତି, ଆରେ ତୁ ଏବେ ଭୟରେ ମୋ ପାଦ ଧରୁଛି ସତ, କିନ୍ତୁ ସୁଯୋଗ ପାଇଲେ ତୁ ପୁଣି ସେଇ ଅଧର୍ମ ହିଁ କରିବ, କାରଣ ସେଇଟା ତୋର ସ୍ୱଭାବ। ତାହେଲେ ଏଥିରୁ ଗୋଟେ ଶିକ୍ଷା ମିଳୁଛି ଯେ ବାହାରର ଆଚରଣ ଦେଖି ସବୁବେଳେ ବିଶ୍ୱାସ କରିବା ଠିକ୍ ନୁହେଁ, ଯଦି ଭିତରର ସ୍ୱଭାବ ଖରାପ ଥାଏ। ନିଶ୍ଚୟ ନିଶ୍ଚୟ। ଏଇଟା ଶାସନ ପାଇଁ, ଏପରିକି ସାଧାରଣ ଜୀବନ ପାଇଁ ବି ଗୋଟେ ବଡ଼ କଥା। କାହାକୁ କ୍ଷମା ଦେବା ଆଗରୁ ବା ସୁଯୋଗ ଦେବା ଆଗରୁ ତାର ସୁଧୁରିବାର ସମ୍ଭାବନା କେତେ ସେଇଟା ଦେଖିବା ଦରକାର। ଆଉ ଯଦି ମୂଳ ପ୍ରକୃତିଟା ହିଁ ଖରାପ, ତାହେଲେ ସତର୍କ ରହିବାକୁ ପଡ଼ିବ। ସେଥିପାଇଁ ରାଜା ତୁରନ୍ତ ଆଦେଶ ଦେଲେ, ମୋ କଥା ଶୁଣ ଏବେ, ଯଦି ବଞ୍ଚିବାକୁ ଚାହୁଁଛ ତେବେ ମୋ କ୍ଷେତ୍ରରେ ପଶିବୁନି। ମୋ କ୍ଷେତ୍ରରେ ମାନେ ତାଙ୍କ ରାଜ୍ୟରେ। ସେ ନିଜ ରାଜ୍ୟକୁ ଗୋଟେ ପବିତ୍ର ଧାର୍ମିକ ସ୍ଥାନ ଭାବୁଛନ୍ତି। ହଁ, ଗୋଟେ ଧର୍ମର ସୁରକ୍ଷିତ ଜାଗା। ଆଉ ସେଠି ଅଧର୍ମର ମୂର୍ତ୍ତିମନ୍ତ ପ୍ରତୀକ କଳିକୁ ସେ ସ୍ଥାନ ଦେବେନି। କିନ୍ତୁ କାହିଁକି ଦେବେନି? ଏହାର କାରଣ କ'ଣ? ଆହୁରି ଭଲ ଭାବରେ କହୁଛନ୍ତି। ଆଜ୍ଞା ହଁ, ପରବର୍ତ୍ତୀ ପଦରେ ସେ ପୁରା ତାଲିକା ଦେଉଛନ୍ତି ଯେ କାହିଁକି କଳି ତାଙ୍କ ରାଜ୍ୟରେ ରହିବାକୁ ଅଯୋଗ୍ୟ। ମଧୁର ସ୍ୱରରେ ପଦପାଠ। ତୁ କେହ୍ନେ ଥିବୁ ରାଜଘରେ, ଅଧର୍ମ ୟୁଥ ତୋ ସଙ୍ଗରେ, ଲୋଭ ଅସତ୍ୟ ଚୌର୍ଯ୍ୟ କର୍ମ, ଏ ଆଦି ଅଶେଷ ଅଧର୍ମ, ଦୁର୍ଜନ ଆଚରଣ ଅହମ୍, ମାୟା କଳହ ଦମ୍ଭ ମୋହ, ତୋହର ସଙ୍ଗେ ଥାନ୍ତି ଏତେ, ମୋ ଦେଶେ ଥିବୁ ତୁ କେମନ୍ତେ। ଦେଖନ୍ତୁ, ଏଠି ରାଜା ଗୋଟେ ବହୁତ ବଡ଼ କଥା କହୁଛନ୍ତି। କଳି କେବେ ଏକା ଆସେନି, ତା ସାଙ୍ଗରେ ସବୁବେଳେ ଗୋଟେ ଅଧର୍ମ ଯୂଥ ଥାଏ, ମାନେ ଅଧର୍ମର ଗୋଟେ ପୁରା ଦଳ, ପୁରା ଗ୍ୟାଙ୍ଗ। ଆଉ ସେ ଗ୍ୟାଙ୍ଗରେ କିଏ କିଏ ଅଛନ୍ତି ତା ବି କହିଦେଇଛନ୍ତି। ଲୋଭ, ଅସତ୍ୟ, ଚୌର୍ଯ୍ୟକର୍ମ, ବାପରେ, ଏଗୁଡ଼ାକ ତ ଆଜିକାଲି ବି ଆମେ ଦେଖୁଛେ। ବିଲକୁଲ। ଏକଥା କ'ଣ କେବେ ପୁରୁଣା ହେବ? ଲୋଭ, ଯାହା ସବୁ ଦୁର୍ନୀତିର ମୂଳ, ଅସତ୍ୟ, ଯାହା ସମ୍ପର୍କ ଭାଙ୍ଗେ, ବିଶ୍ୱାସ ତୁଟାଏ, ଚୌର୍ଯ୍ୟକର୍ମ, ଖାଲି ଜିନିଷ ଚୋରି ନୁହେଁ, ମାନେ ବେଇମାନି। ରାଜା କହୁଛନ୍ତି, ଏମିତି କେତେ ଯେ ଅଶେଷ ଅଧର୍ମ ତ ସାଙ୍ଗରେ ଅଛି। ଆହୁରି ବି ନା ଅଛି।
ଦୁର୍ଜନ ଆଚରଣ, ଅହମ୍, ମାୟା, କଳହ, ଦମ୍ଭ, ମୋହ, ବା ପୁରା ଲିଷ୍ଟ ଦେଇଦେଲେ। ଏସବୁ ଗୋଟେ ଗୋଟେ ଜିନିଷ ହିଁ ମଣିଷକୁ ଆଉ ସମାଜକୁ ନଷ୍ଟ କରିଦେବା ପାଇଁ ଯଥେଷ୍ଟ। ଏକଦମ ଠିକ୍ କଥା। ଦୁର୍ଜନ ଆଚରଣ, ଖରାପ ବ୍ୟବହାର, ଅହଙ୍କାର, ମୁଁପାଣିଆ, ମାୟା, ଛଳନା, କଳହ, ଝଗଡ଼ା, ଦମ୍ଭ, ମିଛ ଦେଖେଇ ହେବା, ଆଉ ମୋହ, ଆସକ୍ତି। ରାଜା କହୁଛନ୍ତି, ଆରେ ବାବା, ତୋ ସାଙ୍ଗରେ ଏତେ ସବୁ ଖରାପ ଜିନିଷ ଅଛି, ତୁ ମୋ ଦେଶରେ କେମିତି ରହିବୁ? ମୋ ଧର୍ମରାଜ୍ୟରେ ତୋ ପାଇଁ ଜାଗା କାହିଁ? ବହୁତ ଶକ୍ତିଶାଳୀ ଯୁକ୍ତି। ଏଇଟା ଦେଖଉଛି ଯେ ଜଣେ ଭଲ ରାଜା ଖାଲି ବାହାର ଶତ୍ରୁକୁ ଦେଖେନି, ସମାଜ ଭିତରେ ଯୋଉ ଖରାପ ଗୁଣ ସବୁ ଅଛି ସେଗୁଡାକୁ ବି ଦୂର କରିବାକୁ ଚେଷ୍ଟା କରେ। ହଁ, ତେଣୁ ରାଜା କେବଳ କଳିକୁ ବାହାର କରୁନାହାନ୍ତି, ସେ ଯେମିତି ଲୋଭ, ମିଛ, ଅହଙ୍କାର ଏସବୁକୁ ବି ନିଜ ରାଜ୍ୟର ବାହାର କରିବାର ସଂକଳ୍ପ ନେଉଛନ୍ତି। ଆଚ୍ଛା। ଏହାପରେ ସେ ଆହୁରି ସ୍ପଷ୍ଟ କରୁଛନ୍ତି, କୋଉ ଜାଗାରେ ବା କୋଉ ପରିସ୍ଥିତିରେ କଳି ଜମା ପଶି ପାରିବନି। ଗୋଟେ ପ୍ରକାର ସେଫ୍ଟି ଜୋନ୍ର କଥା କହୁଛନ୍ତି। ଓହୋ, କଣ ସେଗୁଡ଼ିକ? ଶୁଣନ୍ତୁ, ହୁଁ। ଯେ ପ୍ରାଣୀ ଥିବେ ସତ୍ୟ ଧର୍ମେ, ତହି ତୁ ନ ପଶିବୁ ଭ୍ରମେ। ଏ ବ୍ରହ୍ମାବର୍ତ୍ତେ ଯେତେ ଜନ, ବ୍ରାହ୍ମଣାଦି ଚାରିବର୍ଣ୍ଣ, ଆଗମ ନିଗମ ପ୍ରମାଣେ, ଯଜ୍ଞ ସମ୍ପାଦି ଯେ ବ୍ରାହ୍ମଣେ, ହରିଚରଣେ ପୂଜା କରି, ଜିଣେ ସନ୍ତୋଷ ନରହରି। ଦେଖିଲେ, ପ୍ରଥମେ ସାଧାରଣ ନିୟମ, ଯେଉଁମାନେ ସତ୍ୟ ଆଉ ଧର୍ମରେ ଚଳିବେ ସେଠି କଳି ଭୁଲରେ ବି ପଶିପାରିବନି। ଏଇଟା ହେଲା ମୂଳ କଥା, ସତ୍ୟ ଆଉ ଧର୍ମ। ଏହାପରେ ସେ ବ୍ରହ୍ମାବର୍ତ୍ତ କଥା କହିଲେ। ଏଇ ବ୍ରହ୍ମାବର୍ତ୍ତ ଜାଗାଟା କ'ଣ? ଏଇଟା ପୁରାଣରେ ବର୍ଣ୍ଣିତ ଗୋଟେ ବହୁତ ପବିତ୍ର ଅଞ୍ଚଳ, ଆମ ପୁରାତନ ଭାରତବର୍ଷର, ମାନେ ଯୋଉଟା ଧର୍ମ ଆଉ ସଂସ୍କୃତିର କେନ୍ଦ୍ର ଥିଲା। ରାଜା କହୁଛନ୍ତି, ଏଇ ବ୍ରହ୍ମାବର୍ତ୍ତରେ ଯେତେ ଲୋକ ଅଛନ୍ତି, ସବୁ ବର୍ଣ୍ଣର ଲୋକ। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ସମସ୍ତେ? ହଁ, ସମସ୍ତେ। ଯେଉଁମାନେ ଆଗମମାନେ ତନ୍ତ୍ରାଦିଶାସ୍ତ୍ର ଆଉ ନିଗମମାନେ ବେଦ, ଏହାକୁ ପ୍ରମାଣମାନେ ଚଳନ୍ତି, ସେମାନଙ୍କ ପାଖକୁ କଳି ଯାଇପାରିବନି। ତାମାନେ ଶାସ୍ତ୍ର ଅନୁସାରେ ଜୀବନ ବିତେଇଲେ ଗୋଟେ ସୁରକ୍ଷା ମିଳେ। ନିଶ୍ଚୟ, କାରଣ ଶାସ୍ତ୍ର ଆମକୁ ଭଲ ବାଟ ଦେଖାଏ, ନୀତି ନିୟମ ଶିଖାଏ, ସଂଯମ ରଖିବାକୁ କୁହେ। ଏସବୁ କଳିର ପ୍ରଭାବକୁ କମ୍ କରେ। ଆଉ ତାପରେ ସେ କହୁଛନ୍ତି, ଯେଉଁ ବ୍ରାହ୍ମଣମାନେ ଶାସ୍ତ୍ର ଅନୁସାରେ ଯଜ୍ଞ କରନ୍ତି, ହଁ, ଯଜ୍ଞ, ସେମାନେ ବି ସୁରକ୍ଷିତ। କାରଣ ଯଜ୍ଞ ଗୋଟେ ଶୁଭ କର୍ମ, ଦେବତାମାନେ ସନ୍ତୁଷ୍ଟ ହୁଅନ୍ତି। ଆଉ ସବା ଶେଷରେ ଆଉ ବୋଧେ ସବୁଠୁ ଜରୁରୀ ଉପାୟ, ସେଇଟା ହେଲା ଭଗବାନଙ୍କର ଭକ୍ତି। ରାଜା ସ୍ପଷ୍ଟ କହିଲେ, ହରିଚରଣେ ପୂଜା କରି, ଜିଣେ ସନ୍ତୋଷ ନରହରି। ମାନେ ଯେଉଁଠି ଭଗବାନ ହରିଙ୍କର ପୂଜା ହୁଏ, ଯେଉଁଥିରେ ସେ ସନ୍ତୁଷ୍ଟ ହୁଅନ୍ତି, ସେ ଜାଗାକୁ କଳି ପଶିପାରିବନି। ତାମାନେ ସତ୍ୟ, ଧର୍ମ, ଶାସ୍ତ୍ର, ଯଜ୍ଞ ଏସବୁ ସହିତ ଭଗବାନଙ୍କ ଉପରେ ପୁରା ଭରସା ଆଉ ଭକ୍ତି, ଏଇଟା ହିଁ ବୋଧେ ସବୁଠୁ ବଡ଼ କବଚ। ଏକଦମ, ଏହା ହିଁ ସାର କଥା। ଆଉ ଏଇ ହରିପୂଜା ଆଉ ଭଗବାନଙ୍କର ବିଷୟରେ ରାଜା ଆହୁରି ସୁନ୍ଦର କଥା କହୁଛନ୍ତି, ତାଙ୍କର ସର୍ବବ୍ୟାପକତା ବିଷୟରେ। ହଁ, ସେଇ ପଦଗୁଡ଼ିକ ବହୁତ ଚମତ୍କାର। ହଁ, ଏଇ ପଦଗୁଡ଼ିକରେ ସେ ଭଗବତ ଭକ୍ତିର ମହତ୍ୱକୁ ଆହୁରି ଦୃଢ଼ କରୁଛନ୍ତି। ମଧୁର ସ୍ୱରରେ ପଦ୍ୟପଠ। ସ୍ଥାବର ଆଦି ଚାରିଦେହେ ବାହ୍ୟ ଅନ୍ତରେ ବ୍ୟାପି ରହେ, ଯେ ହୁନେ ପବନ ଏ ଶରୀରେ ବହଇ ଅନ୍ତର ବାହାରେ। ସେ ହରିପୂଜା କରି ଯହିଁ ତୋହିଁ ପ୍ରବେଶ ତୋର ନାହିଁ, ଏ ଧର୍ମ ମୋହର ପ୍ରମାଣ ଏଥକୁ ସାକ୍ଷ୍ୟ ନାରାୟଣ। ଦେଖନ୍ତୁ, ଏଠି ରାଜା କହୁଛନ୍ତି, ଭଗବାନ ହରି ସବୁଠି ଅଛନ୍ତି। ସେ କେବଳ ଗୋଟିଏ ଜାଗାରେ ନାହାନ୍ତି। ସ୍ଥାବର ମାନେ ଯାହା ଚାଲେନି, ଗଛପଥର ଭଳି, ଆଉ ଜଙ୍ଗମ ଯାହା ଚଲପ୍ରଚଳ କରେ ଆମ ଭଳି, ସବୁଥିରେ। ବାହାରେ ବି ଭିତରେ ବି। ହଁ, ସବୁଠି ବ୍ୟାପି ରହିଛନ୍ତି, ଏକଦମ ସର୍ବବ୍ୟାପୀ। ଆଉ ଏଇଟା ବୁଝେଇବା ପାଇଁ ପବନର ଉଦାହରଣ ଦେଇଛନ୍ତି। ସେଟା ବଡ଼ ସୁନ୍ଦର। ବହୁତ ସୁନ୍ଦର। ଯେମିତି ପବନ ଆମ ଶରୀର ଭିତରେ ବି ଅଛି, ନିଶ୍ୱାସ ହୋଇ, ଆଉ ବାହାରେ ବି ଅଛି, ଆମେ ତାକୁ ଅନୁଭବ କରୁଛେ। ଠିକ୍ ସେମିତି ଭଗବାନ ସବୁ ଜୀବ, ସବୁ ବସ୍ତୁ ଭିତରେ ବି ଅଛନ୍ତି, ବାହାରେ ବି ଅଛନ୍ତି। କିନ୍ତୁ ଏଇଠି ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି, ଯଦି ଭଗବାନ ସବୁଠି ଅଛନ୍ତି, ସବୁଥିରେ ଅଛନ୍ତି, ତାହେଲେ ଯୋଉଠି ତାଙ୍କ ପୂଜା ହେଉଛି ସେଠି କଳି ପଶିପାରିବନି କେମିତି? ମାନେ ଯଦି ସେ ସର୍ବବ୍ୟାପୀ, ତାହେଲେ ଯୋଉଠି କଳିର ପ୍ରଭାବ ଅଛି ସେଠି ବି ତ ସେ ଥିବେ। ବହୁତ ଭଲ ପ୍ରଶ୍ନ ପଚାରିଲେ। ଦେଖନ୍ତୁ, କଥାଟା ହେଲା, ଭଗବାନ ସବୁଠି ଥିଲେ ବି ତାଙ୍କର ଉପସ୍ଥିତିର ଅନୁଭବ ବା ପ୍ରଭାବ ସବୁଠି ସମାନ ଭାବରେ ହୁଏନି। ଏଇଟା ନିର୍ଭର କରେ ସେଠିକାର ବାତାବରଣ, ସେଠିକାର ଲୋକଙ୍କର ଚେତନା ଉପରେ।
ଆଚ୍ଛା। ଯେଉଁଠି ହରିଙ୍କର ପୂଜା ହୁଏ ମାନେ ଭକ୍ତିରେ ଶ୍ରଦ୍ଧାରେ ତାଙ୍କୁ ଡକାଯାଏ ସେଠି ଗୋଟେ ସାତ୍ତ୍ୱିକ ପରିବେଶ ସୃଷ୍ଟି ହୁଏ। ସେଠି ଭଲ ଭାବନା ଭଲ ଶକ୍ତି ବେଶୀ ଥାଏ ଆଉ କଳି ହେଉଛି ତାମସିକ। ଓହୋ। ତେଣୁ ସେ ସାତ୍ତ୍ୱିକ ବାତାବରଣରେ ତାମସିକ କଳି ତିଷ୍ଠି ପାରେନି। ଏକଦମ। ଯେମିତି ଆଲୁଅ ଆସିଲେ ଅନ୍ଧାର ରହିପାରେନି ସେମିତି ଭକ୍ତିର ଆଲୋକରେ କଳିର ପ୍ରଭାବ କମିଯାଏ। ସେଥିପାଇଁ ଭଗବାନ ସବୁଠି ଥିଲେ ବି ଯେଉଁଠି ତାଙ୍କୁ ବିଶେଷ ଭାବରେ ସ୍ମରଣ କରାଯାଏ ପୂଜା କରାଯାଏ ସେଠି ଗୋଟେ ସୁରକ୍ଷା କବଚ ତିଆରି ହୋଇଯାଏ। ବାଃ, ବହୁତ ସୁନ୍ଦର ଭାବରେ ବୁଝେଇଲେ। ସେଇଥିପାଇଁ ରାଜା ପୁଣି ଜୋର ଦେଇ କହୁଛନ୍ତି ସେ ହରି ପୂଜା କରି ଯାହିଁ ତହି ପ୍ରବେଶ ତୋର ନାହିଁ। ହଁ, ଆଉ ଏଇଟା ଖାଲି ଗୋଟେ କଥା ନୁହେଁ। ସେ କହୁଛନ୍ତି ଏ ଧର୍ମ ମୋହର ପ୍ରମାଣ, ମାନେ ମୁଁ ଯୋଉ ଧର୍ମ ସ୍ଥାପନ କରିଛି ମୁଁ ନିଜେ ଯାହା ପାଳନ କରୁଛି ଏଇଟା ହିଁ ତାର ପ୍ରମାଣ। ଆଉ ତାପରେ ଶେଷରେ ଯାହା କହିଲେ ସେଇଟା ତ ଆହୁରି ବଡ଼ କଥା, ଏଥକୁ ସାକ୍ଷ୍ୟ ନାରାୟଣ। ବିଲକୁଲ, ମାନେ ସ୍ୱୟଂ ଭଗବାନ ନାରାୟଣ ମୋର ଏଇ କାମର ସାକ୍ଷୀ ଅଛନ୍ତି। ଏଇଟା ରାଜାଙ୍କ କଥାକୁ ଗୋଟେ ଦିବ୍ୟ ମାନ୍ୟତା ଦଉଛି। ସେ ଯେମିତି ଖାଲି ଜଣେ ରାଜା ନୁହନ୍ତି, ସେ ଧର୍ମର ରକ୍ଷକ, ଭଗବାନଙ୍କର ପ୍ରତିନିଧି। ସତରେ ଏତେ ସବୁ କଥା ଶୁଣିଲା ପରେ, ରାଜାଙ୍କର ଏତେ ଦୃଢ଼ତା ଦେଖିଲା ପରେ କଳିର ଅବସ୍ଥା କ'ଣ ହେଲା କେଜାଣି? ଆଉ କ'ଣ ହବ, ପୁରା ଡରିକି ଥରିବା କଥା। ଓ ସେଇଆ ହିଁ ହେଲା। ସୂତ ଗୋସ୍ୱାମୀ ଶୌନକ ଆଦି ଋଷିମାନଙ୍କୁ ସେଇ କଥା କହୁଛନ୍ତି। ମଧୁର ସ୍ୱରରେ ପଦପାଠ। ଶୁଣି ସେ ରାଜାର ଉତ୍ତର, କଳି କମ୍ପଇ ଥରହର। ଉଚ୍ଚେ ଉଞ୍ଚାଇ ଅସୀବର, ଯେହେନେ କୁପିତ ଦଣ୍ଡଧର। ସେ ରାଜା ମୁଖ କଳି ଚାହିଁ, ବୋଲେଇଶିରେ କର ଦେଇ। ଶୁଣିଲେ, ରାଜାଙ୍କର ସେଇ କଠୋର ଆଉ ପୁରା ଧର୍ମନିଷ୍ଠ ଉତ୍ତର ଶୁଣି କଳି ଭୟରେ ଥରିବାକୁ ଲାଗିଲା। ପୁରା ଥରହର ହୋଇ କମ୍ପୁଛି। କାରଣ ସେ ବୁଝିଗଲା ଯେ ରାଜା ଖାଲି କହୁନାହାନ୍ତି, ସେ ଯାହା କହୁଛନ୍ତି ତାହା କରିବେ। ଏକଦମ। ଆଉ ସେତେବେଳେ ରାଜାଙ୍କ ଚେହେରା କେମିତି ଥିଲା? ସେ ନିଜର ଅସୀବର ମାନେ ସବୁଠୁ ଭଲ ଖଣ୍ଡାଟାକୁ ଉପରକୁ ଟେକି ଧରିଥିଲେ। ଆଉ ସେମିତିରେ ସେ ପୁରା କୁପିତ ଦଣ୍ଡଧର ଭଳି ଦିଶୁଥିଲେ। କୁପିତ ଦଣ୍ଡଧର ମାନେ କ୍ରୋଧିତ ଯମରାଜ। ହଁ, ଯମରାଜ ଯେମିତି ଦଣ୍ଡ ଦେବାର ଅଧିକାରୀ, ନ୍ୟାୟର ପ୍ରତୀକ। ରାଜାଙ୍କର ସେଇ ଭୟଙ୍କର ରୂପ, କିନ୍ତୁ ସେଥିରେ ନ୍ୟାୟର ତେଜ ଥିଲା। ସେଇଟା ଦେଖି କଳି ଆହୁରି ଡରିଗଲା। ଏମିତି ଅବସ୍ଥାରେ କଳି କ'ଣ କରିବା ଆଉ? ସାମ୍ନାରେ ସାକ୍ଷାତ ଯମରାଜ ଭଳି ରାଜା ଖଣ୍ଡା ଧରି ଠିଆ ହୋଇଛନ୍ତି। ସେ ସେଇ ରାଜାଙ୍କ ମୁହଁକୁ ଚାହିଁଲା ଆଉ ନିଜ ମୁଣ୍ଡରେ ହାତ ଦେଲା। ମୁଣ୍ଡରେ ହାତ ଦେଲା। ହଁ, ଏଇଟା ହେଉଛି ପୁରା ହାର ମାନିଯିବାର, ଚରମ ଭୟର ଆଉ ସମ୍ପୂର୍ଣ୍ଣ ଆତ୍ମସମର୍ପଣର ଚିହ୍ନ। ସେ ଯେମିତି କହୁଛି, ବାପରେ ମୋର ଆଉ କିଛି କହିବାର ନାହିଁ। ଏମିତି ଅବସ୍ଥାରେ ସେ କିଛି କହିବାକୁ ଆରମ୍ଭ କଲା। ଆଜିର ଆଲୋଚନାକୁ ଆମେ ବୋଧେ ଏଇଠି ରଖିବାକୁ ହେବ। ହଁ, ଏଇଟା ଗୋଟେ ଭଲ ଜାଗା ଅଟକିବା ପାଇଁ। ସେ ମୁଣ୍ଡରେ ହାତ ଦେଇ ପୁରା ଡରି ଯାଇଥିବା କଳି ରାଜା ପରୀକ୍ଷିତଙ୍କୁ କ'ଣ କହିଲା ସେଟା ଆମେ ନିଶ୍ଚୟ ଆଗାମୀ ଆଲୋଚନାରେ ଶୁଣିବା। ତେବେ ଆଜି ଆମେ ଯାହା ସବୁ ଆଲୋଚନା କଲେ ସେଥିରୁ ମୁଖ୍ୟ କଥା କ'ଣ ବାହାରିଲା? ପ୍ରଥମ କଥା ହେଲା ରାଜା ପରୀକ୍ଷିତଙ୍କର ଧର୍ମ ପ୍ରତି ଯେଉଁ ଅଟଳ ନିଷ୍ଠା ଆଉ ଅଧର୍ମ ପ୍ରତି କଠୋରତା। ସେ ଖାଲି ଅପରାଧୀକୁ ଦଣ୍ଡ ଦେଉନାହାନ୍ତି, ଅପରାଧର ମୂଳକୁ ଯାଉଛନ୍ତି। କଳିର ସ୍ୱଭାବ, ତା ସାଙ୍ଗରେ ଥିବା ଲୋଭ, ମିଛ ଏସବୁକୁ ଚିହ୍ନି ତାକୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ଦ୍ୱିତୀୟରେ, କଳିର ପ୍ରଭାବରୁ ବଞ୍ଚିବାର ଉପାୟ ବି ଜଣାପଡ଼ିଲା। ସତ୍ୟ, ଧର୍ମ, ଶାସ୍ତ୍ର ମାନି ଚାଳିବା, ଯଜ୍ଞ ଆଦି ଶୁଭ କର୍ମ କରିବା, ଆଉ ସବୁଠୁ ବଡ଼ କଥା ଭଗବାନ ହରିଙ୍କ ପାଦରେ ନିଜକୁ ସମର୍ପଣ କରିବା, ତାଙ୍କୁ ଭକ୍ତି କରିବା। ଏକ୍ସାମ୍, ଏଇଟା ହିଁ ପ୍ରକୃତ ସୁରକ୍ଷା କବଚ। ଯୋଉଠି ଏସବୁ ଅଛି ସେଠି କଳି କିଛି କରିପାରିବନି। ଆଉ ତୃତୀୟ କଥା, ରାଜାଙ୍କର ଯେଉଁ ଆଦେଶ ସେଇଟା ଖାଲି ରାଜା ବୋଲି ସେ ଦେଉନାହାନ୍ତି, ତା ପଛରେ ଧର୍ମର ବଳ ଅଛି ଆଉ ସ୍ୱୟଂ ନାରାୟଣଙ୍କର ସାକ୍ଷୀ ଅଛି। ଏଇଟା ଜଣେ ଶାସକର କେତେ ବଡ଼ ନୈତିକ ଦାୟିତ୍ୱ ତାହା ଦେଖାଉଛି। ଏସବୁ ଶୁଣିଲା ପରେ ମନରେ ଗୋଟେ କଥା ଆସୁଛି, ରାଜା ପରୀକ୍ଷିତ ତ କଳିଯୁଗରେ ଆରମ୍ଭରେ ଥିଲେ। ସେ ତାଙ୍କ ରାଜ୍ୟ ପାଇଁ କିଛି ନିୟମ କଲେ, କିଛି ଜାଗା କହିଲେ ଯୋଉଠି କଳି ରହିପାରିବନି। ହଁ, ସେ ତ ସେତେବେଳର କଥା, କିନ୍ତୁ ଏହାର ପ୍ରାସଙ୍ଗିକତା ଆଜି ବି ଅଛି। ଏଇ ଆଲୋଚନା ଆମକୁ ଗୋଟେ ଜିନିଷ ଭାବିବାକୁ ବାଧ୍ୟ କରୁଛି ଯେ କ'ଣ? ଆଜିକା ଦିନରେ ଯେତେବେଳେ ଆମେ ଅନୁଭବ କରୁଛେ ଯେ ଚାରିଆଡ଼େ କଳିର ପ୍ରଭାବ ବଢ଼ୁଛି ବୋଲି କୁହାଯାଉଛି, ସେତେବେଳେ ଜଣେ ସାଧାରଣ ମଣିଷ ନିଜ ଭିତରେ ମାନେ ନିଜ ମନ ଭିତରେ ଗୋଟେ ଏମିତି ଆନ୍ତରିକ ରାଜ୍ୟ କେମିତି ତିଆରି କରିପାରିବ? ଓହୋ, ଗୋଟେ ଭିତରର ସୁରକ୍ଷିତ ଜାଗା। ହଁ, ଯେଉଁଠିକି କଳିର ଯେଉଁ ସାଙ୍ଗସାଥୀ ଅଛନ୍ତି, ଲୋଭ, ମିଛ, କ୍ରୋଧ, ଈର୍ଷ୍ୟା,
ଅହଙ୍କାର ଏଗୁଡ଼ାକ ସହଜରେ ପଶି ପାରିବେନି। ପରୀକ୍ଷିତ ଯେଉଁ ରାସ୍ତା ଦେଖେଇଲେ ସତ୍ୟ, ଧର୍ମ, ଶାସ୍ତ୍ରଜ୍ଞାନ ଆଉ ସବୁଠୁ ବଡ଼ କଥା ହରିଭକ୍ତି, ଏହାକୁ ଆମେ ନିଜ ଜୀବନରେ କେମିତି ଲଗେଇ ପାରିବା, କେମିତି ନିଜ ପାଇଁ ଗୋଟେ ଭିତରର ସୁରକ୍ଷା ବଳୟ ତିଆରି କରିପାରିବା, ଏଇଟା ବାସ୍ତବରେ ଗୋଟେ ଗଭୀର ଚିନ୍ତାର ବିଷୟ ନା? ନିଶ୍ଚୟ, ନିଶ୍ଚୟ। ଏ ପ୍ରଶ୍ନଟା ସତରେ ସମସ୍ତଙ୍କ ପାଇଁ ଚିନ୍ତା କରିବାକୁ ରହିଲା। ଏ ବିଷୟରେ ଆପଣମାନଙ୍କର କ'ଣ ମତ, ନିଜ ଅନୁଭୂତି କ'ଣ ଆମକୁ ଜଣେଇ ପାରିବେ? ଆଉ ଆମ ସହିତ ଏହି ଆଧ୍ୟାତ୍ମିକ ଯାତ୍ରାରେ ଯୋଡ଼ି ହୋଇ ରହିବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ ଲିଖିବାକୁ ଅନୁରୋଧ। ଆଗାମୀ ଆଲୋଚନାରେ ଆମେ ନିଶ୍ଚୟ ଶୁଣିବା ସେ ଭୟଭୀତ କଳି ରାଜାଙ୍କ ଆଗରେ କ'ଣ କହିଲା ଆଉ ରାଜା ତା ପାଇଁ କି ବ୍ୟବସ୍ଥା କଲେ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।